ଦିନକରେ ପକ୍ଷୀରାଜ ଗରୁଡ଼ ଆଜ୍ଞା ଅରଣ୍ୟ ମାର୍ଗ ଦେଇ ଯିବା ସମୟରେ ଦେଖିଲେ ଆଜ୍ଞା ବୃକ୍ଷ ଡାଳରେ ଗୋଟା ଛୋଟିଆ ପକ୍ଷୀଟେ ବସିଛି। କୁନି କୁନି ଥଣ୍ଟରେ ଆଜ୍ଞା କେତେ କଣ ଆଜ୍ଞା ଆହାର କରୁଛି ଏବଂ ଛୋଟ ଡାଳରେ ବସି ବିଭିନ୍ନ ପ୍ରକାର ଖାଦ୍ୟକୁ ସେ ଭକ୍ଷଣ କରୁଛି। ଠିକ ଏହି ସମୟରେ ଗରୁଡଙ୍କର ଲକ୍ଷ୍ୟ ପଡିଲା ସେଇ ଛୋଟ ପକ୍ଷୀ ଉପରେ। ସେ ପକ୍ଷୀର ସୁନ୍ଦରତାକୁ ଲକ୍ଷ୍ୟ କରୁଛନ୍ତି ସେଦିନ ପକ୍ଷୀରାଜ ଗରୁଡ। ଠିକ ଏହି ସମୟରେ ଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ଦଣ୍ଡ ବିଧାନର କର୍ତ୍ତା ହେଉଛନ୍ତି ଯେଉଁ ସ୍ୱୟଂ ଜନ୍ତୁପତି ଯମରାଜ, ସେହି ଅରଣ୍ୟ ଦେଇ ଆଜ୍ଞା ଧୀରେ 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 ଗତି କରୁଛନ୍ତି। ଦେଖିଲେ ଆଜ୍ଞା ବୃକ୍ଷ ଡାଳରେ ସୁନ୍ଦର ପକ୍ଷୀଟେ ବସିଛି, କେଡେ ଆନନ୍ଦରେ ଭଜନ ଗ୍ରହଣ କରୁଛି। ସେ ପକ୍ଷୀକୁ ଅନେଇ ଜନ୍ତୁପତି ଯମରାଜ ସେଦିନ ଆଜ୍ଞା ହସିଦେଲେ। ହସୁଛନ୍ତି ଆଜ୍ଞା ଜନ୍ତୁପତି ଯମରାଜ। ଇଏ ଦୃଶ୍ୟକୁ ଯେତେବେଳେ ଅବଲୋକନ କଲେ ଆଜ୍ଞା ପକ୍ଷୀରାଜ ଗରୁଡ ଅଳ୍ପ ଦୂରରେ ଅଛନ୍ତି। ଆଶ୍ଚର୍ଯ୍ୟ ହେଲେ, କହିଲେ ଇଏ ତ ଜନ୍ତୁପତି ଯମରାଜ, ଇଏ ସ୍ୱୟଂ ଅନନ୍ତ କୋଟି ବ୍ରହ୍ମାଣ୍ଡର ଇଏ ଦଣ୍ଡ ବିଧାନର କର୍ତ୍ତା। ଏ ଛୋଟ ପକ୍ଷୀଟା ବୃକ୍ଷ ଡାଳରେ ବସିଛି। ଏ ଛୋଟ ପକ୍ଷୀକୁ ଦେଖି ଜନ୍ତୁପତି ଯମରାଜ କାହିଁକି ହସିଲେ? ୟାର କାରଣ ଜାଣିବା ପାଇଁ ଧ୍ୟାନସ୍ଥ ହେଲେ ପକ୍ଷୀରାଜ ଗରୁଡ। ଧ୍ୟାନ ବଳରେ ଅବଗତ ହେଲେ, ଓହୋ ଏ ପକ୍ଷୀର ଅଳ୍ପ ସମୟ ପରେ ଆଉ ମୃତ୍ୟୁ ଅଛି। ତେଣୁ ପକ୍ଷୀରାଜ ଗରୁଡ ଚିନ୍ତା କଲେ, ଆରେ ଏଡେ ସୁନ୍ଦର ପକ୍ଷୀ, ଛୋଟ ପକ୍ଷୀଟେ, ତାର ପୁଣି ମୃତ୍ୟୁ ସମୟ ସନ୍ନିକଟ ହେଇଗଲା, ମୁଁ ଧ୍ୟାନ ବଳରେ ଜାଣିପାରୁଛି। ଓ ସେଇଥିପାଇଁ ବୋଧେ ଜନ୍ତୁପତି ଯମରାଜ ହସି ହସି ଗଲେ। ତେଣୁ କହିଲେ ଏ କଥା କେବେ ମୁଁ କରେଇଦେବି, ନିଶ୍ଚିତ ଭାବରେ ଏ କଥାକୁ ମୁଁ ବ୍ୟତିକ୍ରମ କରେଇଦେବି। ତେଣୁ ସେ ଛୋଟ ପକ୍ଷୀକୁ ଇଏ ପକ୍ଷୀରାଜ ଗରୁଡ ପୃଷ୍ଠରେ ବସେଇ ଆଜ୍ଞା 7 ସମୁଦ୍ର ପାରି କରିଦେଲେ। 7 ସମୁଦ୍ର ପାରି ହେବା କ୍ଷଣି ଗୋଟିଏ ଦ୍ୱୀପ ଦେଖିଲେ। ସେ ଦ୍ୱୀପରେ ସୁନ୍ଦର ବୃକ୍ଷଟେ ହୋଇଛି। କେତେ ପ୍ରକାର କିସମର ବୃକ୍ଷ ସବୁ ସେ ଅଛନ୍ତି ସେ ଦ୍ୱୀପରେ। ତେଣୁ ଆଜ୍ଞା 7 ସମୁଦ୍ର ପାର କରି ପକ୍ଷୀରାଜ ଗରୁଡ ସେ ଛୋଟ ପକ୍ଷୀଟିକୁ ନେଇ ଛାଡ଼ିଲେ, ସେଇ ଦ୍ୱୀପରେ ଛାଡ଼ିଲେ ବିଭିନ୍ନ ପ୍ରକାର ଯୋଉଠି ଆଜ୍ଞା ବୃକ୍ଷ ହୋଇଛି। ଏତିକି ବେଳେ ପକ୍ଷୀରାଜ ଗରୁଡ ବିଚାର କରୁଛନ୍ତି, ଦେଖିବା ଜନ୍ତୁପତି ଯମରାଜ, ମୁଁ ତ ଧ୍ୟାନ ବଳରେ ଜାଣିପାରିଲି ଆର ମୃତ୍ୟୁ ସନ୍ନିକଟ, କେମିତି ଭାବରେ ତମେ ତାକୁ ମୃତ୍ୟୁ ଦଣ୍ଡ ଦେବ, କେମିତି 7 ସମୁଦ୍ର ପାରି ହୋଇ ତମେ ଆସିବ ଏବଂ ଏ ପକ୍ଷୀକୁ ମୃତ୍ୟୁ ଦଣ୍ଡ ତମେ ଦେବ। এই କଥା କରି ଆଜ୍ଞା ପକ୍ଷୀଟିକୁ ସିଏ ଅରଣ୍ୟରେ ଛାଡ଼ିବା ଦ୍ୱୀପରେ ଛାଡ଼ି ଫେରି ଆସିଛନ୍ତି ପକ୍ଷୀରାଜ ଗରୁଡ। ଯଥା ଯୋଉ ଅରଣ୍ୟରୁ ଯାଇଥିଲେ ସେଇ ଅରଣ୍ୟକୁ ଫେରି ଆସିଲେ। ଦେଖିଲେ ଜନ୍ତୁପତି ଯମରାଜ ପୁନର୍ବାର ସେଇ ପଥ ଦେଇ ଫେରୁଛନ୍ତି। କାରଣ ପକ୍ଷୀରାଜ ଗରୁଡକୁ ଥରୁଟେ ଅନଉଛନ୍ତି, ଥରୁଟେ ବୃକ୍ଷ ଡାଳକୁ ଅନଉଛନ୍ତି। ପୁନର୍ବାର ଦ୍ୱିଗୁଣିତ ହସିଲ, ଯେତିକି ହସୁଥିଲେ ପୁନର୍ବାର ଜନ୍ତୁପତି ଯମରାଜ ଗରୁଡକୁ ଅନେଇ, ସେ ବୃକ୍ଷ ଡାଳକୁ ଅନେଇ, ଖାଲି ବୃକ୍ଷ ଡାଳକୁ ଯେତେବେଳେ ଦେଖିଲେ ପୁନର୍ବାର ହସିବାକୁ ଲାଗିଲେ ଯମରାଜ। ଏତିକି ବେଳେ ପକ୍ଷୀରାଜ ଗରୁଡ ବିଚାର କଲେ, ଇଏ ଦେଖୁଣ ଦେଖୁଣୁ କାହିଁକି ଇଏ ଆମକୁ ମତେ ଦେଖି ପୁଣି ହସୁଛନ୍ତି, ଇଏ ହସୁଛନ୍ତି କାହିଁକି ଜନ୍ତୁପତି ଯମରାଜ? ପୁଣି ସେ ବୃକ୍ଷ ଡାଳରେ ତ ପକ୍ଷୀ ନାହିଁ, ସେ ବୃକ୍ଷ ଡାଳକୁ କାହିଁକି ଜନ୍ତୁପତି ଅନଉଛନ୍ତି? ଏତିକି ବେଳେ ଧୀର ଭାବରେ ପ୍ରକାଶ କରୁଛନ୍ତି ପକ୍ଷୀରାଜ ଗରୁଡ, ହେ ଜନ୍ତୁପତି ଯମରାଜ, ବର୍ତ୍ତମାନ ତ ବୃକ୍ଷ ଡାଳରେ ସେ ପକ୍ଷୀ ନାହିଁ, ଆପଣ ପୁନର୍ବାର କାହିଁକି ହସୁଛନ୍ତି, ପୁଣି ମତେ ଅନେଇ ହସୁଛନ୍ତି? ଏତିକି ବେଳେ ଆଜ୍ଞା ଜନ୍ତୁପତି ଯମ ପ୍ରକୃତ ସତ୍ୟ ସେଦିନ ଉପସ୍ଥାପନ କଲେ, ଯାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ କଲେ। ମୁଁ ତମକୁ ଦେଖି ହସୁଛି ହେ ପକ୍ଷୀରାଜ ଗରୁଡ, ପ୍ରକୃତରେ 7 ସମୁଦ୍ର କହନ୍ତି ଆଜ୍ଞା, 7 ସମୁଦ୍ର 13 ନଈ, 12 ନଈ, 11 ନଈ କେହି କହିନାହାନ୍ତି, 14 ନଈ କହିନାହାନ୍ତି, 13 ନଈ 7 ସମୁଦ୍ର।
से सात समुद्र पारी हला परे गोटाए दीपरे आज आज्ञा गोटा मार्जार बोले गोटा बिलेई से पक्षीटा को कबलित करी मारिबार थिला किंतु मु यही कथा देखि हसुथिली अरे ये अरण्य रे अछि पक्षीटी ये केते बेले सात समुद्र पारी हबो पुणी से दीपरे जो मार्जार अपेक्षा करी रहिछि से मार्जार द्वारा ये पक्षी निहत हेबो केमिति यह केबे संभव नुहे यही कथा विचार करी मु हसी पकई दैव जुग वसत नियतिर नियम को किमिति नियति आज्ञा खंडन करबा को दिए नाही ता तुम पाखरे आज प्रकृत परीक्षा हला ना मु कौन कली ना तमे पूरा सात समुद्र आर पारी रे से दीप कुंजरे नहीं पक्षी को छोट पक्षी को छाड़ीच वर्तमान मार्जार जो देकल आपण माने कहते आज्ञा मार्जार धरिची वर्तमान पक्षी अर्धमृत हलानी किछि अंश पक्षीर सी आज्ञा भक्षण कर सारा इतकी बेले पक्षीराज गरुड़ कला रे मु कौन कली तेणु आज्ञा ये आज जो कथा वस्तु आपण मान आगे जो कथा मु परिप्रकाश कली नियतिर नियम रे आज्ञा सबु किछि बंधा होइछि कालर अवश ये जगत प्राणी ये कालर आयत्त काल आसुची बाल धरी आयत्त नुहई कहारी समस्ते आमे कालर अधीन काल तार इच्छा को किमिति परिपूर्ण करिब से कथा आज्ञा कहा द्वारा मध्य परिपूर्ण होई पारे जेमिति जंतुपति जमराज सेदिन हसितिले जेरी सात समुद्र ये पारी हेबो केते बेले मार्जार बा बिलेई सेति अपेक्षा करी अछि ता हस्तर मृत्यु केबे संभव होई पारिबो किंतु सत को सत तमे एटारे दिल तमे ताको आज सत्य रे परिणत कल तेणु नियतिर नियम को ये संसार रे किमिति केहि नाहंती नियतिर नियम को से खंडन करि पारि तेणु आज्ञा स्वल्प समय कथा वस्तु आपण माने जो श्रवण करुचंती ये नियतिर विचित्र नियम को नियतिर नियम रे समस्ते बंधा आज प्राणवायु उड़ी गला छोट पक्षीर मृत्यु हला बिलेई हस्तर मृत्यु हला पुणी सात समुद्र आर पारी ताको केही आज्ञा रक्षा करिवार शक्ति काहर नाही तेणु आज्ञा कालर गति बा नियतिर गति को केही रुकी पारिबे कर्म स्वल्प समय कथा वस्तु को विश्राम दौछि परवर्ती अध्याय रे आउ गोटे सुंदर कथा वस्तु नहीं आपण मानक आगे उपस्थापन करी से सारा बे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवे ओम शांति ओम शांति ओम शांति।